परम प्रेममय परम दयाल श्री श्री ठाकुर अनुकूल चंद्र श्रीचरण रे मोर शत सहस्र कोटि प्रणाम। परम आराध्या जगज्जननी बड़मा श्रीचरण रे मोर प्रणाम। परम पूज्यपाद बड़दा श्रीचरण रे मोर प्रणाम। पूज्यपाद आचार्य देवक श्रीचरण रे मोर प्रणाम। मोर यही वीडियो देखुथिबा अगणित इष्टप्राण गुरु भाई गुरु माँ मानकु मोर अंतररू सदापूर्वक जय गुरु। मोर यही चैनल मु समस्तंको स्वागत जनाऊँगी। आसंतु शुणिबा आजिर श्री श्री आचार्य देवक आशीर्वचन। श्री श्री आचार्य देव अनेक दुष्ट पिला दौरात्म्य माँ व्यतिव्यस्त होई उठे। केतेबेले डिया मारुछि, गछरे चढ़ुछि, रेलिंग धरी झुलुछि। विपद आशंकार माँ आतंकित होई उठुछि। सेहीपरि आमे परम पिताଙ୍କୁ जेपरि अतिष्ठ करी न तोळु। मु तांको सेवक, तांको व्यतिव्यस्त करिबि काहींकि। आमे कर्मी दिवारातर इष्ट सेवारे व्यस्त रहु, नाना अवस्थारे पड़ु। एपरि विपदरे निजको पकाइबुनि ଯେଉଁଥିରେ ମୋ ଠାକୁର ବ୍ୟତିବ୍ୟସ୍ତ ହୋଇ ପଡ଼ନ୍ତି। ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ବହୁଦିନ ଆଗର ଗୋଟିଏ ଘଟଣା ଜଣାଉଛି। ଗରମ ସମୟରେ ଜାମଶେଦପୁରରେ ପ୍ରଚଣ୍ଡ ଗରମ ହେଉଛି। ସେଥର ଦୀର୍ଘ ଦିନ ଧରି ବର୍ଷା ହୋଇନାହିଁ। ସେଠାରେ ଲୌହ ଇସ୍ପାତ କାରଖାନା ଅଛି। ସେହି ସହରର ଗୋटे ଅଫିସ ଘରେ କେତେଜଣ କର୍ମୀଙ୍କ ଘରେ କଥା ହେଉଛି ଆଲୋଚ୍ୟ ବିଷୟ। ଶ୍ରୀ ଶ୍ରୀ ଠାକୁର ଯେଉଁମାନଙ୍କ ମଧ୍ୟରେ ଆଲୋଚନା ହୋଇଛି ସେମାନଙ୍କ ମଧ୍ୟରେ ଜଣେ ଶ୍ରୀ ଶ୍ରୀ ଠାକୁରଙ୍କ ଶିଷ୍ୟ। ବାକିମାନଙ୍କର ସେପରି ଭାବେ ଈଶ୍ୱରଙ୍କଠାରେ ବିଶ୍ୱାସ ନାହିଁ। କଥା କଥାରେ ସେମାନେ ତାକୁ କହୁଛନ୍ତି, ତୁମ ଠାକୁର କ'ଣ ଭଗବାନ? ଉଚ୍ଚ କଳାରେ ସେ କହିଲା, ଅବଶ୍ୟ ହିଁ। କେମିତି ବୁଝିବୁ ସେ ଭଗବାନ? ସେ ଉତ୍ତରରେ କହିଲା, ସମସ୍ତେ ଜାଣନ୍ତି। ସେମାନେ ସେତେବେଳେ କହିଲେ, ଆମେ ବି ସ୍ୱୀକାର କରିବାକୁ ରାଜି ଅଛୁ। ଯଦି ସେ 7 ଦିନ ମଧ୍ୟରେ ଏଠାରେ ବର୍ଷା କରାଇ ଦେଇପାରନ୍ତି। ବିଷୟଟିର ମୀମାଂସାର୍ଥେ ଦୃଢ଼ ସ୍ୱୀକାର କରିନେଲା ସେ। ତା ପରଠାରୁ ସେ ଚିନ୍ତାରେ ପଡ଼ିଗଲା। ଭାବୁଛି କାହିଁକି ଯେ ଏପରି କଥା ମଧ୍ୟରେ ପଡ଼ିଗଲି। ବର୍ଷା ହେଲେ ବି ଠାକୁର ଭଗବାନ, ନ ହେଲେ ବି ତ ଠାକୁର ଭଗବାନ। ମନ ମଧ୍ୟରେ ଭୟ ଲାଗି ରହିଲା। ପ୍ରତି ମୁହୂର୍ତ୍ତରେ ଠାକୁରଙ୍କୁ ଡାକି ଚାଲିଲା। ସାରା କ୍ଷଣ ହିଁ ଡାକି ଚାଲିଛି। 2 ଦିନ କରି 6 ଦିନ ପାର ହୋଇଗଲା। 7ମ ଦିନ କାତର ଭାବେ ଠାକୁରଙ୍କୁ ଜଣାଏ, ଠାକୁର ରକ୍ଷା କର, ଠାକୁର ରକ୍ଷା କର। ପ୍ରତି ମୁହୂର୍ତ୍ତରେ ପ୍ରତି କ୍ଷଣରେ ଡାକି ଯାଉଛି। ଠାକୁର ଦୟା ହିଁ ତାର ସମ୍ବଳ। 7ମ ଦିନ ଯଦି ବର୍ଷା ନ ହୁଏ ତାହେଲେ ସିଏ ପ୍ରାଣ ବିସର୍ଜନ ଦେବ। ତା ବି ସ୍ଥିର କରି ପକାଇଲା। ସେଦିନ ଅଫିସ ଛୁଟି ହେବା ଆଗରୁ ହିଁ ବର୍ଷା ଦରକାର। କାତର ଭାବେ ଠାକୁରଙ୍କୁ ଡାକି ଚାଲିଛି। ଏପରି ସମୟରେ କାନରେ ବାଜିଲା ଘଡ଼ଘଡ଼ି ମେଘର ଡାକ। ଅଫିସ ଘରୁ ବାହାରି ଦେଖିବାକୁ ପାଇଲା ଆକାଶରେ ଭରି ରହିଛି କଳା ରଙ୍ଗର ମେଘ। କିଛି କ୍ଷଣ ପରେ ବର୍ଷା ଆରମ୍ଭ ହେଲା। ସେ ତୁମୁଳ ବୃଷ୍ଟି। ସେ ତ ସେତେବେଳେ ମହା ଆନନ୍ଦରେ 2 ହାତ ଟେକି ଚିତ୍କାର କରି କହି ଚାଲିଲା, ଏଇ ଦେଖ ମୋ ଠାକୁର ଭଗବାନ। କାହାଣୀଟି ଶୁଣି ସମବେତ କର୍ମୀମାନେ ଆନନ୍ଦରେ କରତାଳି ଧ୍ୱନିରେ ମଣ୍ଡପକୁ ମୁଖରିତ କରି ତୋଳିଲେ। କରତାଳି ବନ୍ଦ ହେବା ପରେ ପୂଜନୀୟ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହିଲେ, ମୋର ବକ୍ତବ୍ୟ ବିଷୟ ଏପର୍ଯ୍ୟନ୍ତ କୁହା ହୋଇନି। ସେ ଶିଷ୍ୟ ଠାକୁରଙ୍କ ନିକଟକୁ ଚିଠିରେ ବିସ୍ତାରିତ ଲେଖି ଜଣାଇଲା। ପରମ ଦୟାଲଙ୍କ ଚରଣ କମଳରୁ ନିର୍ଦ୍ଦେଶିତ ଉତ୍ତର ପତ୍ର ଗଲା। ସେ ସମୟରେ ପରମ ପିତାଙ୍କ ମୁଖ ଯଦି ଅନ୍ୟ ଦିଗରେ ଘୂରି ରହିଥାନ୍ତା
ତେବେ ଅନ୍ୟ ଦୁଷ୍ଟ ପିଲାଙ୍କ ଦୌରାତ୍ମ୍ୟରେ ମା ବ୍ୟତିବ୍ୟସ୍ତ ହୋଇଉଠେ। କେତେବେଳେ ଡିଆଁ ମାରୁଛି, ଗଛରେ ଚଢ଼ୁଛି, ରେଲିଂ ଧରି ଝୁଲୁଛି। ବିପଦ ଆଶଙ୍କାରେ ମା ଆତଙ୍କିତ ହୋଇ ଉଠୁଛି। ସେପରି ଆମେ ପରମ ପିତାଙ୍କୁ ଯେପରି ଅତିଷ୍ଠ କରି ନ ତୋଳୁ। ମୁଁ ତାଙ୍କ ସେବକ, ତାଙ୍କୁ ବ୍ୟତିବ୍ୟସ୍ତ କରିବି କାହିଁକି? ଆମେ କର୍ମୀ, ଦିନରାତି ଇଷ୍ଟ ସେବାରେ ବ୍ୟସ୍ତ ରହୁ, ନାନା ଅବସ୍ଥାରେ ପଡ଼ୁ। ଏପରି ବିପଦରେ ନିଜକୁ ପକାଇବୁନି ଯେଉଁଥିରେ ମୋ ଠାକୁର ବ୍ୟତିବ୍ୟସ୍ତ ହୋଇ ପଡ଼ନ୍ତି। ଆଜି ପାଇଁ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଆଶୀର୍ବଚନ ଏତିକି। ଆପଣମାନଙ୍କୁ କିପରି ଲାଗିଲା? ଭଲ ଲାଗିଥିଲେ ଲାଇକ୍ ନିଶ୍ଚିତ କରିବେ, ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି, ଆଉ କମେଣ୍ଟରେ ଜୟ ଗୁରୁ ଲେଖିବାକୁ ଜମାରୁ ବି ଭୁଲିବେନି। ଜୟ ଗୁରୁ।